କ୍ଷେତ୍ରରେ ଦାରୁମୟ ପୁରୁଷୋତ୍ତମ ଜଗନ୍ନାଥ ମହାପ୍ରଭୁ ଅଛନ୍ତି। ସେହି ପକ୍ଷଟି ଉତ୍ତମ ରାଜର୍ଷିଙ୍କର ଜୀବନଙ୍କର ଭକ୍ତି ଦ୍ୱାରା ପ୍ରୀତି ହୋଇ ବିଭୁ ଅନୁଗ୍ରହ ପୂର୍ବକ ସେହି ସ୍ଥାନରେ ଅଛନ୍ତି। ସେହି ଶଙ୍ଖଚକ୍ରଧାରୀ ଗରାଧାରୀ ଜଗନ୍ନାଥଙ୍କୁ ଆରାଧନା କଲେ ପାପ କ୍ଷୟ ଅଥବା ମୁକ୍ତି ଲାଭ। ଏହି ଦୁଇଟି କଥାକୁ ଯାହା ଇଚ୍ଛା କରିବ ତାହା ନିଶ୍ଚୟ ବ୍ୟକ୍ତ ହେବ। ଏହି ଜଗନ୍ନାଥ ଘୋର ବିକୃତ ରୂପକ ତୁଳା ରାଶିରେ ଦାବା ତୁଲ୍ୟ ହୋଇ ରହିଛନ୍ତି ଏବଂ ତୁମ୍ଭେ ସଞ୍ଚିତ ପାପ କୋଟି ଜନ୍ମରେ ତପସ୍ୟା ଦ୍ୱାରା କ୍ଷୟ ହେବା ସମ୍ଭବ ନୁହେଁ। ଯାହାକୁ ଦର୍ଶନ ଯୁଗପୂର୍ବ ସମାପ୍ତ ପାପ କ୍ଷୟ ହୋଇଥାଏ ତାହାଙ୍କ ନିକଟକୁ ଯିବାକୁ ବିଳମ୍ବ କରୁ ନାହିଁ। ପୁଣ୍ୟଭୂମି ଉତ୍କଳ ପ୍ରଦେଶ, ପୁଣ୍ୟଭୂମି ବର୍ତ୍ତମାନର ଓଡ଼ିଶା, ଯେଉଁଟାକି ସ୍କନ୍ଦ ପୁରାଣରେ ଉତ୍କଳ ପ୍ରଦେଶ ନାମରେ ବିଦ୍ୟମାନ। ଦକ୍ଷିଣ ସମୁଦ୍ର ତୀର ଭାଗ ପୁଣ୍ୟଭୂମି, ତଟ ଭାଗରେ ନୀଳ ପର୍ବତ ଶିଖରବାସୀଙ୍କର ଶରଣାଗତ ହୁଅ। ସେହି କୃପାସାଗର କୁମ୍ଭମାନଙ୍କର ଇଷ୍ଟସିଦ୍ଧି ଲାଭ କରିବେ। ଏ ମୁନିଗଣ ସେହି ବୈଷ୍ଣବଙ୍କର ଦ୍ୱାରା ବ୍ରାହ୍ମଣ କ୍ଷତ୍ରିୟ ଏହି ପ୍ରକାରେ ଅତିଷ୍ଠ ହୋଇ ଅତ୍ୟନ୍ତ ହର୍ଷପୂର୍ବକ ସେ ପଥରେ ପୁରୁଷୋତ୍ତମ କ୍ଷେତ୍ରକୁ ଗମନ କଲେ।